तृतीय अध्याय। श्रीसुत उवाच। सुत कहन्ति शुद्धचित्ते हरस्य मुनिଙ୍କ अग्रते ଶୁଣ ସକଳ ମୁନିଜନେ ହରିଚରିତ ସାବଧାନେ। ସୃଷ୍ଟିର କାଳେ ସେ ମରାରି ମହାପୁରୁଷ ରୂପ ଧରି ମହତ୍ତତ୍ୱାଦି ଆଙ୍ଗେ ପଶି ବିରାଟ ରୂପେ ବ୍ରହ୍ମରାଶି। କଳା ଯେହ ବହଇ ଷୋଡ଼ଶ ଅନାଦି ପରମ ପୁରୁଷ ବୁଦ୍ଧି ଚେତନା ଅହଙ୍କାର ମନ ଅନ୍ତରିକ୍ଷ ସମୀର। ଅନଳ ଜଳ ବସୁମତୀ ପଶ ଇନ୍ଦ୍ରିୟ ଯାହା ଚିନ୍ତି। ଜୀବ ପରମ ଏ ଷୋଡ଼ଶ ଏ ଆଦି ସୃଷ୍ଟି ଉପଦେଶ। ସେ ସୃଷ୍ଟି ସଙ୍ଗେ ଇଚ୍ଛା କରି ଜଳେ ଯୋଗ ନିଦ୍ରା ବିସ୍ତାରି। ତା ନାଭି କମଳୁ ସକଳ ପ୍ରକାଶି ଆଚ୍ଛାଦିଲା ଜଳ। ବ୍ରହ୍ମା ହୋଇଲେ ତହୁଁ ଜାତ ସେ ପ୍ରଜାପତିଙ୍କ ନାଥ। ତାର ଶରୀରୁ ସୃଷ୍ଟି ଲୋକ ପ୍ରକାଶ ହୋଇଲେ ଅନେକ। ସେ ଶୁଦ୍ଧ ତତ୍ତ୍ୱ ବିଶ୍ୱରୂପ ଯାର ଭିଆଣ ମୋହକଳ୍ପ। ଅନେକ ଚକ୍ଷୁ ଦ୍ୱାରେ ଭରି ଯେ ବିଶ୍ୱରୂପ ବ୍ରହ୍ମଚାରୀ। ସହସ୍ରପାଦ ଉରୁଭୁଜ ଶିର ବଦନ ନାସା ତେଜ। ସହସ୍ରଲୋଚନ ଶ୍ରବଣ ବସନ କୁଣ୍ଡଳ ଭୂଷଣ। ମଳିକୁଣ୍ଡଳ ଝଟକନ୍ତି ଦିଶନ୍ତି ଅତି ରୂପକାନ୍ତି। ସେ ସୃଷ୍ଟି ମଧ୍ୟେ ମାୟାଧର କରଇ ଯେତେ ଅବତାର। ତାଙ୍କରି ମୂଳ ଜୀବ ଏହି ଜଗତେ ବ୍ରହ୍ମା ସେ ବୋଲାଇ। ଯାହାର ଅଂଶ ବଳେ ଗଗନ ପୃଥିବୀ ପାତାଳେ। ଦେବ ମନୁଷ୍ୟ ପଶୁ ଆଦି ନିଗମ ଗୋଚର ସମ୍ପାଦି। ପ୍ରଥମେ କୁମାର ବୟସ ସୃଷ୍ଟି ଉଦୟେ ଉପଦେଶ। ଦୁସ୍ତର ବ୍ରହ୍ମଚର୍ଯ୍ୟ ବ୍ରତେ ତପ ସାଧିଲେ ଦୃଢ଼ ଚିତ୍ତେ। ଦ୍ୱିତୀୟ ସୃଷ୍ଟିର ଆଗମେ ସାଧିଲେ ଯଜ୍ଞେଶ୍ୱର ନାମେ। ପୂର୍ବେ ପ୍ରଳୟ କାଳ ବଳେ ମହି ଯେ ଥିଲା ରସାତଳେ। ତାଙ୍କୁ ଉଦ୍ଧାରେ ନରହରି ତକ୍ଷଣେ କାଳ ରୂପ ଧରି। ଉଧରି ଜଳେ ଭସାଇଲା ବରଷା କଳ୍ପ ବୋଲାଇଲା। ତୃତୀୟ ଋଷି ସଙ୍ଗେ ହରି ନାରଦ ଋଷି ରୂପ ଧରି। ବିଷ୍ଣୁ ଭକତ ଜନହିତେ ନିଷ୍କାମ ଭାବ ଉପଗତେ। ତୃତୀୟ ଜନ୍ମ ବେଦ କାନ୍ତେ ଧର୍ମ ଉଦ୍ଦେଶ୍ୟ କର୍ମ କାନ୍ତେ। ସେ ରୂପେ ନର ନାରାୟଣ ସୃଜିଲେ ଧର୍ମ ଆଚରଣ। ତପ ସାଧିଲେ ଦୃଢ଼ ଚିତ୍ତେ ସୃଷ୍ଟି କଳ୍ପନେ ଅବରତେ। ପଞ୍ଚମ ସିଦ୍ଧି ଅବତାରେ ଜନ୍ମିଲେ କନ୍ଧର୍ମର ଘରେ। ନାମ ଯେ କପିଳ ବୋଲାଇ ପିତା ମାତାଙ୍କୁ ଜ୍ଞାନ କହି। ଷଷ୍ଠ ସର୍ଗରେ ନରହରି ଅତ୍ରିର ବଂଶେ ଅବତାରି। ଅନେକ ଜ୍ଞାନ ଶାସ୍ତ୍ର ବଳେ କଳ୍ପେ ଜନ୍ମିଲେ ଦତ୍ତାତ୍ରୟ ରୂପେ। ସପ୍ତମ ରୁଚି ଋଷି ବୀର୍ଯ୍ୟେ ଜନ୍ମିଲେ ଆକୃତିର ଗର୍ଭେ। ଏ ରୂପେ ଯଜ୍ଞ ଅବତାର ପାଳିଲେ ସ୍ୱୟଂ ଭବୁଙ୍କର। ଅଷ୍ଟମେ ନାଭି ଗୃହେ ଜାତ ବୃଷକ ମେରୁ ଦେବୀ ସୁତ। କଠୋର ଅତି ତପ କଲେ ଜ୍ଞାନୀଙ୍କୁ ପଥ ଦେଖାଇଲେ। ନବମେ ପୃଥୁ ରୂପ ଧରି ବଳେ ଦୁହିଲେ ବସୁନ୍ଧରୀ।
କ୍ଷୀରେ ଧରଣୀ କରି ସମ ନାମ କହିଲେ ଉପତମ ଦର୍ଶନ ମତ୍ସ୍ୟ ରୂପ ହୋଇ ନାଦେ ଔଷଧି ବୀଜ ବହି ପ୍ରଳୟ ଜଳେ ବିହରିଲା ରବି କୁମରକୁ ରଖିଲା ଏକାଦଶରେ ଚକ୍ରଧର ଯେ ରୂପେ ଜନ ଉପକାର ଇନ୍ଦ୍ରର ଅର୍ଥେ ଦେବାସୁରେ କ୍ଷୀର ସମୁଦ୍ର ମନ୍ଥିବାରେ କପଟେ କୁର୍ମ ରୂପ ହୋଇ ମନ୍ଦର ଗରି ପୃଷ୍ଠେ ବହି ଦ୍ୱାଦଶ ସ୍ୱର୍ଗେ ବିଶ୍ୱରୂପେ ଜନ୍ମିଲା ଧନ୍ୱନ୍ତରୀ ରୂପେ ଅମୃତ କ୍ଷୀରାର୍ଣ୍ଣବୁ ଆଣି ଦେବଙ୍କୁ ପିଆଇଲେ ପୁଣି ମୋହିନୀ ରୂପେ ତ୍ରୟୋଦଶେ ଅସୁର ମୋହେ କାମ ବସେ ଚତୁର୍ଦ୍ଦଶେ ନୃସିଂହ ବସୁ ବିଦାରେ ହିରଣ୍ୟ କଶିପୁ ବାମନ ରୂପେ ପଞ୍ଚଦଶେ କଳିକୁ ଛଳିଲେ ବିଶ୍ୱାସେ ଷୋଡ଼ଶ ଅବତାରେ ହରି ପରଶୁରାମ ରୂପ ଧରି ପିତାର ବଧ ଅହଙ୍କାରେ ଧରଣୀ ଏକ ବଂଶବାରେ ଭ୍ରମିଲା ମହାକୋପାନରେ ରାଜଙ୍କୁ ଧରି ବାହୁବଳେ ଦୃଢ଼ କ୍ଷତ୍ରିୟ କାଟି ମୁଣ୍ଡ ରୁଧିରେ ପୂର୍ଣ୍ଣ କଲେ କୁଣ୍ଡ ତର୍ପଣ କଲେ ପିତୃଗଣେ ତପେ ରହିଲେ ଘୋର ବନେ ସପ୍ତଦଶରେ ସୁର କାର୍ଯ୍ୟେ ଜନ୍ମିଲେ ପରାଶ ବୀର୍ଯ୍ୟେ ନିଗମ ବୃକ୍ଷ ଥିଲା ଏକା ବିଚାରି କଲା ସତ ଶାଖା ପ୍ରାଣୀଙ୍କ ଦେଖି ଅଳ୍ପ ବୁଦ୍ଧି ଯେ ଧର୍ମ ସଂସାରେ ପ୍ରସିଦ୍ଧି ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ ଜଳଧି ବାନ୍ଧି ସୀତା ଛଳେ ଲଙ୍କା ଧ୍ୱଂସିଲେ ଭୁଜ ବଳେ ରାବଣ ମାରି ଦେବ କାର୍ଯ୍ୟେ ଧର୍ମ ସ୍ଥାପିଲେ ଏହୁଁ ରାଜେ ଉର୍ଣ୍ଣବଂଶତି ରୂପ ହରି ଯାଦବ ବଂଶେ ଅବତରି କୃଷ୍ଣ ଶରୀର ରାମ ତୁଲେ ଅବନୀ ଭାରା ନିବାରିଲେ କଳି ଆଗମେ ଭାବଗ୍ରାହୀ ପାଷାଣ୍ଡ ଜନ ମନ ହୋଇ କ୍ରୁଦ୍ଧ ନାମରେ ଦ୍ୱିଜ ଘରେ ଜନ୍ମିଲେ କିକଟ ନଗରେ ଜ୍ଞାନ ଉପେଶ୍ୟ ଭଗବାନ ମୋହିଲେ ଅସୁରଙ୍କ ମନ ଏମନ୍ତେ ଜନ୍ମ ଏକ ବଂଶ ସୁଜନ ହିତେ ହୃଷିକେଶ ସେ ପୁଣ୍ୟ କଳି ଯୁଗନ୍ତେ ରାଜଙ୍କୁ ଦେଖି ଏ ଜଗତେ ନିର୍ଦ୍ଦୟ ହୃଦେ ପ୍ରଜା ମାରି ଧନ ଜୀବନ ନିତ୍ୟ ହରି ସେ କୋପେ ବିଷ୍ଣୁ ଯଶ ଘରେ ଜନ୍ମିଲେ କଳ୍କି ଅବତାରେ ମନରୁ ଅତି ବଳବନ୍ତ ଅଶ୍ୱାରୋହୀ ଜଗନ୍ନାଥ ସୁନନ୍ଦ ଖଡଗ କରେ ଧରି ଦୁଷ୍ଟ ରାଜଙ୍କୁ ବେଗେ ମାରି ଅଳପ ପ୍ରଜ ନର ଶେଷ ଦୟାରେ ଲଭିବେ ଆଶ୍ୱାସ ସେ ସତ୍ୟନିଧି ମାୟାଧର ଅସଂଖ୍ୟ କରେ ଅବତାର ଯଥାକ୍ଷୟେ ହ୍ରଦ ହେଲେ ସହସ୍ର କ୍ଷୁଦ୍ର ନଦୀ ବଳେ ଋଷି ଦେବତା ମନୁ ରାଜା ଯେ ମନୁ ପୁତ୍ରେ ମହାତେଜା ଏ ଆଦି ଯେତେ ପ୍ରଜାପତି ବିଷ୍ଣୁର ଅଂଶେ ଜନ୍ମ ହୁଅନ୍ତି।
କେ ଅଂଶେ କେତେ କଳା ହୋଇ ବିଭୂତି ଶୁଣେ କେ ଜନ୍ମଇ ସକଳ ଅବତାର ସାର କିଏ ବା ଦେବା ପଟାନ୍ତର ନିଜ ମୂରତି ଚକ୍ରଧର ସୂର୍ଯ୍ୟ ଶ୍ରୀକୃଷ୍ଣ ଅବତାର ଏମନ୍ତ ନାନା ରୂପ ଧରେ ସେ ହରି ସଂସାର ବିହରେ ଦୁଷ୍ଟଙ୍କ ବଳ ତେଜେ ହରି ସଂସାର ରଖେ ନର ହରି ବିଷ୍ଣୁଙ୍କ ଜନ୍ମ କର୍ମ ବାଣୀ ଯେ ଏହା ଯନ୍ତ୍ରେ ନିତ୍ୟ ଗୁଣୀ ରାତ୍ର ଦିବସ ମଧ୍ୟ ଯେବେ କାଳ ବଞ୍ଚନ୍ତି କୃଷ୍ଣ ଭାବେ ସେ ଦୃଢ଼ ସଙ୍କଟୁ ତରନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି ବିଷ୍ଣୁ ଜନ୍ମଇ ଜନହିତେ ଏମନ୍ତେ ନାନା ରୂପ ଯେତେ ସ୍ୱଭାବେ ରୂପ ଯାର ନାହିଁ ନିର୍ଲୋପ ନିରଞ୍ଜନ ମେହି ମାୟାର ଶୁଣେ ବିରଚିତ ମହୟାଦିରୁ ସମୃତ ଯେ ଶନି ମେଘ ଶୂନ୍ୟ ଥାଇ ଗମନେ ଧୂଳି ଯେ ଉଡ଼ଇ ତାହାଙ୍କୁ ଦୃଷ୍ଟି ଊର୍ଦ୍ଧ୍ୱେ ଦେଖି ଯେ ସତ୍ୟ ପ୍ରାୟ ଉପଲକ୍ଷୀ ତାହାଙ୍କୁ ବୋଲି ଜ୍ଞାନହୀନ ଏବେ ହୋ ଶୁଣି ମୁନିଜନ ସ୍ୱଭାବେ ଦୃଶ୍ୟ କର୍ଣ୍ଣ ନୁହେଁ ଶୁଣ ବୋରି ଦେହ ବହେ ଏଣୁ ଏ ଜୀବ ରୂପ ବହି ଜନ୍ମ ମରଣ ପଥେ ଥାଇ ସମ ରୂପ ଯେତେ ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ ଆତ୍ମାରେ କଳ୍ପିତ ଈଶ୍ୱର ଏ ତହୁଁ ବ୍ରହ୍ମାର ବିଚାର ମାୟା ବିଶ୍ରିତ ପ୍ରାଣୀ ଯେବେ ନିରସ୍ତ ହୋଇ ଜ୍ଞାନ ଭାବେ ତେବେ ଆତ୍ମାରେ ଆତ୍ମା ଦେଖ ନିର୍ମଳ ମହିମା ନିରେଖି ଏମନ୍ତେ ଜନ୍ମ କର୍ମ ଯେତେ ବିଚାର କରି ବେଦ ମତେ କହନ୍ତି ଯେତେ ମୁନି ଧ୍ୟାନେ ଏ ନ ଘଟଇ ଅନୁମାନେ ପରମାନନ୍ଦ ରୂପେ ଚିତ ଯେତେ ସେ ହୁଅଇ ବିସ୍ମୃତ ତେବେ ସନ୍ମତ ବ୍ରହ୍ମ ଜ୍ଞାନ ଜାଣଇ ତତ୍ତ୍ୱ ଜ୍ଞାନୀ ଜନ ଯାହାର ଜନ୍ମ କର୍ମ ନାହିଁ ବେଦର ଗୁପ୍ତ ତତ୍ତ୍ୱ ସେହି ତାହାଙ୍କୁ ଜନ୍ମ କର୍ମ ଭାବେ କବିଏ ବର୍ଣ୍ଣନ୍ତି ସ୍ୱଭାବେ ଜନ୍ମ ଯାର ନାହିଁ ବିଚାର ତରିବ ସେ କାହିଁ ଆମୋହ ଲୀଳା ନରହରି ଆତ୍ମାରେ ବିଷ୍ଣୁ ମାୟା କରି ବ୍ରହ୍ମାଣ୍ଡ ସୃଜଇ ପାଳଇ ତାହାଙ୍କୁ ଅନ୍ତେ ସେ ଭକ୍ଷଇ ପ୍ରାଣୀଙ୍କ ମଧ୍ୟରେ ଆତ୍ମତନ୍ତ୍ରେ ଷଡ଼ବର୍ଗେ ଯେ ଭୋଗେ ନିତ୍ୟ ଏଣୁ ଈଶ୍ୱର ସେ ବୋଲାଇ ବିଶ୍ୱ ଉପମା ଦେବେ ମୁହିଁ ଈଶ୍ୱର ଲୀଳା କର୍ମ ଯେତେ କେଲାଳି ପାରେ ତର୍କ ମତେ ଏହାର ଅଛି ଯେତେ ନାମ ସ୍ୱଭାବେ ଯେତେ ଶୁଣ ଗ୍ରାମ ନଟ ଯେ ଶନେ ମାୟା କରି ମୋହଇ କୁହୁକ ବିସ୍ତାରୀ ଅଜ୍ଞାନୀ ଜାଣିବ କି ତାହା ଦୂରଧର୍ଗମ୍ୟ ବିଷ୍ଣୁ ମାୟା ଏ କାଳ ଚକ୍ର ତାର ବସ୍ତ କେ ଜାଣିପାରେ ତାର ଗ୍ରସ୍ତ ସେ ହରିପାଦ ପଦ୍ମବନ୍ଧ ଯେ ନିତ୍ୟ ପିଏ ମକରନ୍ଦ ସେ ହରିପାଦ ପଦ୍ମବନ୍ଧ ଯେ ନିତ୍ୟ ପିଏ ମକରନ୍ଦ ହିଂସା କପଟ ଦୂରେ ତେଜି ସର୍ବାନୁକୂଳେ କୃଷ୍ଣ ଭଜି ଭକତ ଭାବେଣ ଭଜନ୍ତି ସେ କୃଷ୍ଣ ମହିମା ଜାଣନ୍ତି ଧନ୍ୟ ଜୀବନ ତାହାଙ୍କର ଯେ ହରିଚରଣେ କିଙ୍କର ସର୍ବ ଆତ୍ମାକୁ ଆତ୍ମା ଭାବେ ଭଜନ୍ତି ନିତ୍ୟ ବାସୁଦେବେ
ଏମନ୍ତେ ଭାବେ ଯେ ଭଜଇ, ଏ ମାୟା ତାଙ୍କୁ ନ ଲାଗଇ। ଏ ଯେ ପୁରାଣ ଭାଗବତ, ନିର୍ମଳ ପଦ ବ୍ରହ୍ମତତ୍ତ୍ୱ। କୃଷ୍ଣର ଚରିତ୍ର ପ୍ରଶଂସି, ପ୍ରକାଶ କଲେ ବ୍ରହ୍ମ ଋଷି। ଜୀବନ ମୁଖ୍ୟ ଫଳ ଅର୍ଥେ, ଧନ୍ୟ ମଙ୍ଗଳ ଏ ଜଗତେ। ସର୍ବନିଗମ ଇତିହାସେ, ସାର ଉର୍ଦ୍ଧରି ମନ ତୋଷେ। ଆତ୍ମଜ୍ଞାନୀକୁ ମଧ୍ୟ ସାର, ଯେ ସୁଖ ରୂପେ ଅବତାର। ସେ ପୁଣି ପରୀକ୍ଷିତ ଆଗେ, କହିଲେ ଆତ୍ମା ଅନୁରାଗେ। ବ୍ରାହ୍ମଣ ପାଶେ ସେ ବିକଳେ, ବିନାଶ କରି ଗଙ୍ଗା ଜଳେ। ପରମ ଋଷି ମେଳେ ଥାଇ, କୃଷ୍ଣ ଚରଣେ ମନ ଦେଇ। ଏ ଭାଗବତ ରସ ଶୁଣି, ତରିଲା ଭବ ତରଙ୍ଗିନୀ। ଯେ କୃଷ୍ଣ ଲୀଳା କାର୍ଯ୍ୟ ଲାଭେ, ନିବ ଭୁବନେ ପୁଣି ଯିବେ। ସଙ୍ଗତେ ଘେନି ଧର୍ମ ଜ୍ଞାନ, ନିଜ ଶରୀରେ ହେଲେ ଲୀନ। ଏ କଳି ଯୁଗ ଯେତେ ନରେ, ପଡ଼ିଲେ ମାୟା ଅନ୍ଧକାରେ। ତାହାଙ୍କୁ ତପନ ଉଦିତ ହୋଇବ ଭାବେ ଭାଗବତ। ଯାର ସଙ୍ଗତେ ଗଙ୍ଗା ତଟେ, ଅନେକ ଋଷିଙ୍କ ସଙ୍ଗତେ। ଏ ଭାଗବତ ତତ୍ତ୍ୱବାଣୀ, ଶୁକ ମୁନିଙ୍କ ମୁଖ ଶୁଣି। ଜାଣିନି ଶୁକ ଅନୁରାଗେ, ଏବେ କହିଲି ତୁମ୍ଭ ଆଗେ। କହି ଦାସ ଜଗନ୍ନାଥ, ସୁଜନ ହିତେ ଭାଗବତ। ଏ ଭାବେ ଚିନ୍ତ ନରହରି, ଘୋର ସଂସାରୁ ଜୀବ ତରି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପାରମହଂସ୍ୟ ସଂହିତାୟ ବୈୟାସିକ୍ୟଂ ପ୍ରଥମ ସ୍କନ୍ଧେ ନୈମିଷାରण्ୟୋପାଖ୍ୟାନେ ଜନ୍ମ ଗୃହ୍ୟ ନାମ ତୃତୀୟ ଅଧ୍ୟାୟ।